ହ୍ୟାଲୋ ନମସ୍କାର ଶୁଭ ସକାଳ। ଦେଖନ୍ତୁ ଆଜି ଯେହେତୁ ଆଜି 13 ତାରିଖ ଦିନ ଦେଖ ଆମ ଘର କାମ ହେଉଛି, ସିଲିଂ ପଲସ୍ତରା ହେଉଛି, ମୋତେ ରାଜମିସ୍ତ୍ରୀ କାମ କରାଯାଉଛି, ଯେହେତୁ ଆଜି କାମ କରିବା ପୂର୍ବରୁ ଭାରା 8-10 ଦିନ ହେଲା ବନ୍ଧା ହେଇଥିଲା, ଆଉ ଯେହେତୁ ଚଢ଼ୁ ଭାରା ବାନ୍ଧିଗଲା, ସେଥିପାଇଁ ଟିକେ ଡେରି ହେଲା କାମ କରିବା ପାଇଁ। ଦେଖନ୍ତୁ ଭାରା ପୁରା ମାନେ ବନ୍ଧା ହେଇଥିଲା, ଯେହେତୁ ପୋକ ବସି ପାପରା କରିଦେଇଥିଲେ, ଆଉ ଭାଙ୍ଗିଗଲା, ଘୋଡ଼ା ଭାରା ଭାଙ୍ଗିଗଲା, ଦୁଇଟା ଯାକ ବାଉଁଶ ଭାଙ୍ଗିଗଲା। ପୁଣି ଆଉ ଥରେ ନୂଆ ସ୍କାନି ବନ୍ଧା ହେଇକି ଦେଖ କାମ କରାହେଉଛି। ଏଇଟା ସିଲିଂ ପଲସ୍ତରା ହେଉଛି, ଯେହେତୁ ଆଜି 13 ତାରିଖ ବୁଧବାର କାମ କରାହେଉଛି। ଦେଖନ୍ତୁ ସଭାରେ କାମ ହେଉଛି। ମେ ମାସ ଆମର ଏଇଟା କମ୍ପ୍ଲିଟ୍ ବହୁତ ଶୀଘ୍ର ହେଇଯିବ। ଏ ଘରଟା ଚାଲିଛି, କାମ ସିଲିଂ କରାଯାଉଛି। କାମ ଛାଡ଼ି ସାରିଲୁଣୁ, ତଥାପି କାମ ଅଛି। ସିଲିଂ କାମ ବିଶେଷ କରେନି, ଉପରେ ପଡ଼େ ବୋଲି ମସଲା। ଦେଖନ୍ତୁ ଏବେ କାମ ପଢ଼ା ହେଉଛି, ଯେଉଁ ଗୁଳୁଗୁଳି ହେଉଛି ଯେଉଁ ଖରାରେ ଗୁମସୁମ ହେଇଯାଉଛି, ତଥାପି ଦେଖ କାମ କରାହେଉଛି। ଆଉ କାମ କରନ୍ତୁ, ଦେଶୀ ଫିଟନେସ୍ ରଖନ୍ତୁ। ଦେଶୀ ଖାଦ୍ୟର କମାଲ, ଯେହେତୁ କାମ କଲେ ଆମେ ଯେଉଁ ୱେଟ୍ ଥାଏ, ୱେଟ୍ କମିଯାଏ। ଦେଖ ଖାଇବାର କୌଣସି ହିସାବ ନାହିଁ, ଖାଇବା ସାଙ୍ଗରେ ବି ଦେଖ ବଡି ଫିଟନେସ୍ ବି ବୁଲୁଛି, ଆମର କାମ ବି ହେଉଛି, ଯେହେତୁ ପେଟ ସବୁ କମିଯାଏ। ଦେଖ ଆମର କାମ ବି ମାନେ ଥିଲୁ 85 କିଲୋ, ଅବିକା 77 କିଲୋ ଅଛି ୱେଟ୍। କାମ କରି କମିଯାଇଛୁ, କୌଣସି ମେଡ଼ିସିନ୍ ନାହିଁ ନା କୌଣସି ଇଏ ନାହିଁ। ଖାଇ ପିଇକି ଦେଖ ଚେହେରା ବି କମା ହେଉଛି, ଫିଟନେସ୍ ହେଉଛି, ଯେହେତୁ ଶରୀର ଇଏ ହେଉଛି ଦେଶୀ ଫିଟନେସ୍। ଦେଖନ୍ତୁ କାମ ଚାଲିଛି, ଘର କାମ, ନିଜ ଘର କାମ ଚାଲିଛି। ସେଥିପାଇଁ ମୋବାଇଲ ସୁଇଚ୍ ଅଫ୍ ରହୁଛି, ଟିକେ ସମୟ ଦେଇପାରୁନି, ସେଥିପାଇଁ ଦୁଃଖିତ, ବିଶେଷ ଫୋନ୍ ଉଠାଇ ପାରୁନି। ଆପଣ ଦେଖନ୍ତୁ, କାମ ଉପରେ ଥିଲେ ଫୋନ୍ଟା ବିଶେଷ ରିସିଭ୍ କରିପାରେ ନାହିଁ। ରହିଲି, ଜୟ ଜଗନ୍ନାଥ।